ଲାଷ୍ଟ ଅଧଘଣ୍ଟା କି 45 ମିନିଟ୍ ହେବ ଭାଇ ମୁଁ ଶୋଇପାରୁନି। ୱେଷ୍ଟବେଙ୍ଗଲରେ ନିଫା ଭାଇରସ୍ ଭିଡ଼ିଓଟା ବହୁତ ମାତ୍ରାରେ ସେୟାର କରୁନା, ଯେମିତି ଭ୍ୟାକ୍ସିନ୍ ନଥିଲା ଆର୍ ବି ଭ୍ୟାକ୍ସିନ୍। ଭାଇମାନେ ବର୍ତ୍ତମାନ ସକାଳ 6ଟା 5:10 ହେବ। ଏତେ ସକାଳୁ ମୁଁ ଉଠେନି, ଫିର ବି ଉଠିଛି। ଲାଷ୍ଟ ଅଧଘଣ୍ଟା କି 45 ମିନିଟ୍ ହେବ ଭାଇ ମୁଁ ଶୋଇପାରୁନି, ଲିଟରେଲି ଶୋଇପାରୁନି। ସାଇଡ଼୍ରେ ଏପଟ ସାଇଡ଼୍ରେ ଯେଉଁ ଘର ଅଛି ସେପଟ ସାଇଡ଼୍ରେ ତା ଭିତରେ ସେ ଯେଉଁ ଲୋକଟା ଯେଉଁ ମାଡ଼ ମାରୁଛି ତା ପିଲାମାନଙ୍କୁ ଆଉ ତା ସ୍ତ୍ରୀକି, ମାନେ ଏତେ ଭୟଙ୍କର ମାଡ଼, ଏତେ ଭାୟୋଲେନ୍ସ ସାଉଣ୍ଡ, ମାନେ ଯେମିତି ପଥର ଫୋପାଡ଼ିଲା ଭଳିଆ ଯେମିତି ସାଉଣ୍ଡ ଭାଇ ଏବେ ବି ଶୁଭୁଛି। ମୁଁ ଜାଣିନି କ୍ୟାମେରାରେ ଶୁଭୁଛି ନ ଶୁଭୁଛି ବର୍ତ୍ତମାନ, କିନ୍ତୁ ଭାଇ ଏ ସାଉଣ୍ଡ ଶୁଣିକି ପୁରା ମାନେ ହୃଦୟ ଫାଟି ଯାଉଛି। ସେ ଛୁଆ ଯେଉଁ କାନ୍ଦୁଥିଲେ, ମାନେ ଭୟଙ୍କର କାନ୍ଦୁଥିଲେ। ମାନେ ମୁଁ ଭାଇ ସେ ସ୍ତ୍ରୀ ଲୋକଟା କାନ୍ଦୁଛି, ଇଏ ମାନେ କ'ଣ କହିବି। ମାନେ ଏତେ ଜୋର ମୋର ପାରା ଏତେ ଜୋର ହାଇ ହେଇଯାଉଛି, ଭାବୁଛି ଫୋନ୍ କରିଦେବି ପୋଲିସକି, ଡୋମେଷ୍ଟିକ୍ ଭାୟୋଲେନ୍ସର କେସ୍ ହେଇଯିବ। ଲାଷ୍ଟ 40 ମିନିଟ୍ ଘଣ୍ଟାଟେ ହେଲାଣି ସେଇ ସିନ୍ ହିଁ ଚାଲିଛି। ନନ ଓଡ଼ିଆ ବିହାର ଫିହାରର କୋଉଠି ତାଙ୍କ ଘର ସେଇଠି ରହୁଛନ୍ତି ଭଡ଼ାରେ। ଭାଇ ମାରେ ଧରେ ଠିକ୍ ଅଛି, ଅଲଗା ଟାଇମ୍ରେ ବି ମାରେ, ମୁଁ ବି ଶୁଣିଛି, କିନ୍ତୁ ଏ ଯେଉଁ ଆଜି ଯେଉଁ ସିନ୍ କରୁଛି, ସେ ସିନ୍ କରିଛି ବି ଭାଇ ଯିଏ ବି ଶୁଣିବ ତା ଦେହରୁ ଲୁମଟାକୁ ଉଠି। ଏ ଛୁଆ ଦୁଇଟା ଝିଅ, ସେ ଦୁଇଟା ଝିଅ ଯେଉଁ ଭଳିଆ ମାଡ଼ ମାରିଛି ମାନେ ବିଶ୍ୱାସ କରିବେନି। କହିଲେ କ'ଣଟା ଧରି ପିଟୁଛି ଦୁଲ ହେଇକିରି, ସେ ଛୁଆଙ୍କୁ ଟେକି ଫୋପାଡ଼ା ଦେଲା ଖଟ ଉପରେ। ଭାଇ ସ୍ତ୍ରୀ ଅଟକେଇଲା ବେଳକୁ ସ୍ତ୍ରୀକି ମାରୁଛି, ଯେଉଁ ଗାଳି ଦେଉଛି, ଯେଉଁ ସ୍ଲାଙ୍ଗ ଲାଙ୍ଗୁଏଜ୍ ଯେଉଁଟା ମାନେ ୟୁଜ୍ କରୁଛି ଭୟଙ୍କର। କାହାକୁ ମାନୁନି, ଛୁଆଙ୍କୁ ମାରୁଛି, ମାଆକୁ ମାରୁଛି, ବହୁତ ନୃଶଂସ ଲୋକ। ମୁଁ ଶୋଇପାରିଲିନି, ଘଣ୍ଟାଏ ଉପରେ ହେଲାଣି ମୁଁ ଶୋଇପାରୁନି, ଯେଉଁ ମାନ ମାରୁଛି। ମୁଁ ହଠାତ୍ ଦିନ ମୋ ନିଦ ଭାଙ୍ଗିଲା, ମୋ ମୁଣ୍ଡ ବିନ୍ଧୁଛି। ସେ ସାଉଣ୍ଡ ଶୁଣି ମୁଁ ପୁରା ରାଗି ପାରା ହାଇ ଯାଉଛି, ଭାବୁଛି ଉଠିକି ଯିବି, ଶୋଧିବି, ପାଟି କରିବି, ପୁଣି କହୁଛି ନାଇଁ ଫୋନ୍ କରିବି। ମୁଁ କହୁଛି ନାଇଁ, ତାଙ୍କ ଘର କଥା କହିଲେ ଇଚ୍ଛା, ଘରେ ତାଙ୍କର କ'ଣ ହେଉଛି ନ ହେଉଛି ଯାଇକିରି କହିଲେ, ତାଙ୍କ ଘର ଭିତରେ ହେଉଛି, ବାହାରକୁ ବାହାରିନି। କହିଲେ କିଛି ପୁଣି ପ୍ରୋବ୍ଲେମ୍ ହେବ ଇନ୍ କେସ୍ କି କ'ଣ ହେବ, ମାନେ ଦିମାଗ କାମ କରୁନି। ସେ ଛୁଆଗୁଡ଼ା ଏବେ ବି କାନ୍ଦୁଛନ୍ତି, ମୋତେ ଶୁଭୁଛି। ଏତେ ନୃଶଂସ ଲୋକ ଥାଆନ୍ତି ଆଜିରେ ମୁଁ ଜାଣିନଥିଲି, ଏଭଳି ନୃଶଂସ ଲୋକ ଅଛି। କ'ଣ ହେଉଥିବ ସେ ମା ଝିଅଙ୍କର। ଶୁଭ ସକାଳ ଭାଇମାନେ, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜିର ବ୍ଲଗ୍କୁ ଆପଣଙ୍କ ଭାଇ ୟୁନିକ୍ ମନୋଜ ପୁଣି ଥରେ ସ୍ୱାଗତ ଜଣାଉଛି ଏକ ନୂଆ ବ୍ଲଗ୍ରେ। ଲେଟ୍ସ ଷ୍ଟାର୍ଟ ଟୁଡେ ବ୍ଲଗ୍ସ। ଯାହା ତ ଘଟିଗଲା ଆପଣମାନେ ଶୁଣିଲେ। ବର୍ତ୍ତମାନ ପାଣି ବସାଇ ଦେଇଛି, ଗରମରେ ଲଗାଇ ଦେଇଛି, ୱାଟର ହିଟର ପକାଇ ଦେଇଛି। ବର୍ତ୍ତମାନ ଘର ଫର ଓଳେଇବି, ପରିଷ୍କାର କରିବି, ଗାଧେଇବି, ଖାଇ ଦେଇକିରି ଡ୍ୟୁଟି ଯିବି। ତା ଭିତରେ ଆପଣମାନଙ୍କୁ ଆଉ ଗୋଟେ ସିରିୟସ୍ ପ୍ରୋବ୍ଲେମ୍ କଥା କହିବି। ସିରିୟସ୍ ପ୍ରୋବ୍ଲେମ୍ ଆମ ଇଣ୍ଡିଆରେ ବର୍ତ୍ତମାନ ଚାଲିଛି, ସିରିୟସ୍ ପ୍ରୋବ୍ଲେମ୍, ଠିକ୍ ଅଛି। ତ ଯେଉଁଟାକି ସମସ୍ତେ ଜାଣିବା ଦରକାର। ତ ଲାଷ୍ଟ କିଛି ଦିନ ହେଲା ବହୁତ ହାଇପ୍ର ଅଛି। ବହୁତ ମାନେ ପ୍ରଥମେ ଗାଧେଇ ପଡ଼ିବି, ଫ୍ରେଶ୍ ହେଇଯିବି, ଠାକୁର ପୂଜା ସାରିବି, ଖାଇକିରି ବାହାରିଲା ବେଳେ ଆପଣମାନଙ୍କ ସାଙ୍ଗେ କଥା ବି ଯାଇକି ଡାଇରେକ୍ଟ ବାହାରେ, ଠିକ୍ ଅଛି। ବର୍ତ୍ତମାନ ଟାଇମ୍ ହେଇଗଲାଣି 7ଟା ପାଖାପାଖି, ଅଲରେଡ଼ି 7ଟା ହେଇଗଲାଣି। ମୁଁ ଉଠିଲେ ହିଁ ପ୍ରାୟ 5:30, 5ଟାରୁ ମୋ ନିଦ ଭାଙ୍ଗିଲାଣି। ଏସବୁ ଚୁତିଆ ଲୋକ ମୋତେ ଶୁଆଇ ଦେଲେନି। ଫଟାଫଟ ଯାଇ ରେଡ଼ି କରିବିନି, ଫଟାଫଟ ଯାଇ କାମ ସାରିବି, ଠିକ୍ ଅଛି। ଏଇ ରୁମ୍ରୁ ବାହାରି ପଡ଼ିଛି କମ୍ପାନୀ ଯିବା ପାଇଁ। ଏଇ ସମୟରେ କଥା ହେବି ବୋଲି କହୁଥିଲି, କିନ୍ତୁ କମ୍ପାନୀରୁ ଫୋନ୍ ଆସିଛି, ଅର୍ଜେଣ୍ଟ ଫୋନ୍ ଆସିଲାଣି, କାମ ଜରୁରୀ ଅଛି। ତ ମୁଁ ଯାଇକି ଆସିକିରି ଫ୍ରି ହେଲେ ସନ୍ଧ୍ୟାବେଳକୁ ଆପଣମାନଙ୍କ ସାଙ୍ଗରେ କଥା ହେବି, ବୁଝିପାରିବାନି। ବାଏ। ଘରେ ଯେଉଁ ଇମ୍ପୋର୍ଟାଣ୍ଟ କଥା କହିବାକୁ ଚାହୁଁଥିଲି, ତ ଆଜି ସାରା ଦିନ ଭିତରେ ସମୟ ହିଁ ହେଲାନି। ସକାଳୁ ଜଲ୍ଦି କମ୍ପାନୀ ଯିବାକୁ ପଡ଼ିଲା, କମ୍ପାନୀରୁ ଆସିଲା ବେଳକୁ ବି ଡେରି ହେଇଗଲା। ସମୟ ବର୍ତ୍ତମାନ ଆପଣମାନଙ୍କୁ ଦେଖାଇ ଦେଉଛି କିଛି କହିବା ଆଗରୁ। ସମୟ ବର୍ତ୍ତମାନ 11ଟା, ଠିକ୍ ଅଛି। ମୁଁ ବର୍ତ୍ତମାନ ଖାଇ ପିଇକି ଆସିକି ଖଟ ଉପରେ ବସିଛି, ଘୋଡ଼ି ଘାଡ଼ି ହେଇକି ବ୍ଲାଙ୍କେଟ୍ରେ ବସିଛି, ଥଣ୍ଡା ଲାଗୁଛି। କିନ୍ତୁ ଯେଉଁ ସିରିୟସ୍ ଟପିକ୍ ଉପରେ ମୁଁ କଥା ହେବି ବୋଲି କହୁଥିଲି ସକାଳେ, ଆପଣମାନେ ଦେଖିଛନ୍ତି। ବର୍ତ୍ତମାନ ଆଉ ତା ଭିତରେ ସମୟ ହେଲାନି। ଏବେ 11ଟା, ରାତି 11ଟା ଆପଣମାନଙ୍କ ସାଙ୍ଗରେ ମୁଁ କଥା ହେଉଛି। ତ ସିରିୟସ୍ ଟପିକ୍ଟା ହେଉଛି କ'ଣ ନା, ବର୍ତ୍ତମାନ ବହୁତ ବଡ଼ ଥ୍ରେଟ୍ ଚାଲିଛି। ଗୋଟାଏ ଜିନିଷର ଥ୍ରେଟ୍, ମାନେ କୌଣସି ଟେରୋରିଷ୍ଟର ନୁହଁ, କୌଣସି ଆତଙ୍କବାଦୀର ନୁହଁ, କୌଣସି ମାଓବାଦୀର ନୁହଁ। ଗୋଟେ ଥ୍ରେଟ୍ ସମସ୍ତଙ୍କୁ ଘାଇଲା କରିଛି, ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବର୍ତ୍ତମାନ ବିଶେଷ ଲୋକ କହୁଛନ୍ତି ମେ ବି ଲକଡାଉନ୍ ବି ହେଇପାରେ, ଏମିତି ସିଚୁଏସନ୍। କ'ଣ ପାଇଁ କହୁଛି ନା, ୱେଷ୍ଟବେଙ୍ଗଲରେ ନିଫା ଭାଇରସ୍ ଯେଉଁଟାକି ସ୍ପ୍ରେଡ୍ ହେଇଛି, ତା ଦେହରେ 4-5 ଜଣ ଏଫେକ୍ଟେଡ୍ ହେଇଛନ୍ତି। ତା ଭିତରେ 2 ଜଣ ନର୍ସ ଅଛନ୍ତି। ତ ସେ ସିଚୁଏସନ୍ କ୍ରିଟିକାଲ୍ ତାଙ୍କର।
से मरिए कि माने डेथ हो कि बचे से कौन ग्यारंटी ना ये भाइरस कौन वैक्सीन ना ठीक अच्छे। तो ये भाइरसटा बहुत ही क्रिटिकल। ए भाइरस सिम्पटम हूँ ज्वर मुंड बिंधा थंडा वीकनेस करदेव वॉमिटिंग भी प्राय शुणी जहाँ देखुली किंतु रेगुलर नुहे वॉमिटिंग रेगुलर नुहे आ नर्व सिस्टम उपर एफेक्ट करियो विदिन 15 दिन ना 10 दिन भितर डेथ हो संभावना अच्छी बहुत सिवियर डिजीज एटा स्प्रेड होची बाय एयर होची मनुष्यर यूरिन होची मनुष्यर छिपर होची खंकार छिप से भी स्प्रेड होची कि इन्फेक्टेड लोक जी होते निफा भाइरस से माने कौन यही रोगरू रक्षा पाइबा निजू रक्षा करने निज परिवार रक्षा करने तार किछिटा स्टेप अच्छी अवलम्बन आमको कराया पड़ो। सी हूँ कौन भल भाव हाथ धोया पड़ो मल्टीपल टाइम जमी कोविड टाइम आम करते सहित प्लस आमको जहाँ भी आम खाऊँ फ्रुट्स आइटम खाइले भल धोईकी खाइबा जदि पाचिला फ्रुट्स हो कि जदि कंचा फ्रुट्स खाऊँ जमीक पनीपरिया उपर है भल भाव धोईकी भल भाव माने कौन रोषे कर खाइबा गरम जिनस खाइबा ता सहित नॉनवेज आइटम ठाक दूरे रहियो एनिमल ठाक दूर इनफेक्टेड एनिमल कौन धर रोग फोग कौन एनिमल को ताठू दूरे रहिबो ठीक अच्छे। तेज जाकि आमको जिनसा माने कौन निफा भाइरस अफेक्ट कराटा संभवपर हो पारनि अदरवाइज मैक्सिमम टू मैक्सिमम चांसेस इथे डेथ कम से कम 90% डेथ 70 to 90% माने हेला माने डेथ हवाटा फाइनल कौन वैक्सीन नहीं यार ठीक अच्छे। यही रोगटा आम जो बैट जोटा बादुड़ी जोड़ा कहते आम ओडिया बादुड़ी मान ठार आसी थाए एटा ए नुआ आसीनी लंडन ना कौटी एमती प्रथम आसला कौन कौटे यार मोर इयर कौटे मसीह मोर मन पड़नी तापर एवं इंडिया चिन्हट हो तार 4-5टा केस हो बर्तमान खास कर वेस्ट बेंगल ही आरंभ हो समस्त भाई मैंने दयाकोरी हाथ जोड़ी रिक्वेस्ट कर को निजू सेफ रखु मल्टीपल टाइम हाथ धुंतु फ्रेश जिनस खातु भल भाव धोईकी खातु जथा संभव मीट फिट थारू टे दूरे रुहतु कहीं आमको जना ना ना मीट्रे इनफेक्टेड हो न कौन आम जना ना ना ता सहित इनफेक्टेड लोक जब तुम जापर कौन रोग होती डिस्टेंस मेंटेन करूँ यथा संभव निजक सेफ रखु यह हूँ यार विकल्प मे बी एभलिया सिचुएसन जब आउरी केस इनक्रीज हुए ताले मे बी लॉकडाउन भी हो पाए जमी कोविड टाइम होता है देशर इकोनोमी बहुत डाउन हो लोक मैंने बहुत हैरान हे कहीं पास्ट लोक मैंने लिटरेली देखी एमती बहुत कष्ट पाई मुझे निजे कष्ट पाई लॉकडाउन में ठीक अच्छे। तो सेटा को आम चाहिए कि सेमती से समय आउ फेरी आसू तो निज सेफ्टी निज हाथ में ठीक अच्छे भाई मैंने से रोग ठारू निजक सेफ रखापी चेष्टा करूँ तार जहाँ जहाँ भी प्रिभेन्टिव अच्छी डॉक्टर मान संगे परामर्श नियंतु कि गूगल करूँ करी प्रिभेन्टिव नियंतु कारण वैक्सीन नहीं। द्वितीयत ये जो स्प्रेड हम डायरेक्ट मेन कंटाक्ट आसबनी हुए तो कौन एनिमल थ्रू आसीपे इनफेक्टेड एनिमल द्वारा कौन रोग होता से बादुड़ी थ्रू ता पाखक गला से एनिमल पाखक माने कौन अफेक्टेड कि इनफेक्टेड एनिमल पाखक गला एनिमल पाखक आम पाखक आसला एमती भी आसीपे बाय एयर भी आसीपे सेफ रुहतु कौन फल पड़ जाइए कोई रास्तार कि भल मंदे कि गच छिड़ी पड़ी तो आदौ खातुनि ठीक अच्छे। और जो मैंने ताड़ी फाड़ी पीआर शौक अच्छे से ताड़ी फाड़ी पीआटा कम करूँ जदि पीऊँ से फुटे भल भाव बॉइल कर पीऊँ यहाँ ही प्रिभेन्टिव मो मत न पीआटा ही भल। तो भाई मैंने ये कथा सीरीयस टॉपिक जनइली कहीं यहाँ बहुत सीरीयस बर्तमान चलती आमर ऑल ओवर पैन इंडिया रे तो यहाँ को कनसीडर करूँ भिडटा जिते संभव हो पार सेयार करूँ ठीक है जिते संभव हो पार सेयार करूँ कहीं मुझे चाहूँगी मोर भाई मैंने भौणी मैंने माउसी मैंने समस्त जानतु प्रत्येकटी ओडिशावासी प्रत्येकटी ओडिशावासी प्रत्येकटी लोक आम भारत वर्षर ओडिशावासी ओडिशार माने जानतु निजो प्रिभेन्टिव नियंतु प्रिभेन्टिव नेले ही आम सेफ रहा ठीक अच्छे कहीं बहुत कष्टदायक जदि लॉकडाउन हो गला बहुत लोक इनकम चलीज बहुत लोकंर खाइबापी मिलनी बहुत लोक माने कौन बास घर छड़ा हो जो घर संसार चली भल चली से भी स्टप हो इकोनोमिकली डाउन भी हो देश भी डाउन हो तो से जिनसा न हो
ପ୍ଲିଜ୍ ଭାଇମାନେ ହାତ ଯୋଡ଼ି ରିକ୍ୱେଷ୍ଟ କରୁଛି ଭିଡ଼ିଓଟାକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ପ୍ରତ୍ୟେକଟି ଲୋକ ପାଖରେ ପହଞ୍ଚିବା ଦରକାର। ପ୍ରତ୍ୟେକଟି ଲୋକ ଏଇ ନିଫା ଭାଇରସ୍ ପ୍ରତି ପ୍ରିଭେଣ୍ଟିଭ୍ ହେବା ଦରକାର, କାରଣ ଆର ଭ୍ୟାକ୍ସିନ୍ ନାହିଁ। ସବୁଠୁ ଫାର୍ଷ୍ଟ ପଏଣ୍ଟ ଲାଇକ୍ କୋରୋନା ଯେମିତି ଭ୍ୟାକ୍ସିନ୍ ନଥିଲା, ଆର ବି ଭ୍ୟାକ୍ସିନ୍ ନାହିଁ। ଠିକ୍ ଅଛି, ତ ନିଜକୁ ସେଫ୍ ରଖନ୍ତୁ ଭାଇ, ନିଜକୁ ସେଫ୍ ରଖନ୍ତୁ। ମୁଁ ବାର କହୁଛି, ଆଉ ଭିଡ଼ିଓଟାକୁ ବାର କହୁଛି, ଭିଡ଼ିଓଟାକୁ ସେୟାର କର, ଅଧିକରୁ ଅଧିକ ଲୋକ ଜାଣନ୍ତୁ, ଯାଇକିରି ସମାଜରେ ସୁସ୍ଥ ରହିବେ। ନିଜ ପ୍ରିଭେଣ୍ଟିଭ୍ ନିଜ ହାତରେ ଭାଇମାନେ, ଆଉ କିଛି ନାହିଁ ଭାଇ। ତା ସହିତ ମାସ୍କ ମଧ୍ୟ ୟୁଜ୍ କରନ୍ତୁ। ମାସ୍କ ଯେଉଁଟାକି ସ୍ପ୍ରେଡ୍ ହେବାରେ ମାନେ ଆମକୁ ଆଫେକ୍ଟ କରିବାରେ ମାନେ କ'ଣ ପ୍ରିଭେଣ୍ଟ କରିବ ଆମକୁ। କୌଣସି ଲୋକ ଆଫେକ୍ଟେଡ୍ ହେଇଥିବ, ତା ଦେହରୁ ଯେଉଁ ଏୟାରଟା ଆମ ପାଖକୁ ଆସି ଆମେ ଯେଉଁ ଅକ୍ସିଜେନ୍ ନେଉଛନ୍ତି ତା ଦେହରେ ଯଦି ଇନଫେକ୍ଟେଡ୍ ହେଇ କୌଣସି ଆସିଥିବ ଭାଇରସ୍ ନିଫାର, ତ ସେଇଟା ଆମକୁ ପ୍ରିଭେଣ୍ଟ କରିବ। ମାସ୍କ ୟୁଜ୍ କରନ୍ତୁ। ତ ଏତିକି କହିବି, ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ଉପରେ ଆଶୀର୍ବାଦ ବନେଇ ରଖନ୍ତୁ, ସମସ୍ତଙ୍କୁ ସୁସ୍ଥ ରଖନ୍ତୁ। ଠିକ୍ ଅଛି, ତ ଆଜିର ଭିଡ଼ିଓ ଏଇଠି ଶେଷ କରିବା। ପୁଣି ଥରେ ଆପଣମାନଙ୍କ ସାଙ୍ଗେ ଦେଖା ହେବ ସୁନ୍ଦର ଏକ ଶାନଦାର ବ୍ଲଗ୍ରେ, ନୂଆ ବ୍ଲଗ୍ରେ। ସେତେ ପର୍ଯ୍ୟନ୍ତ ଷ୍ଟେ ଟ୍ୟୁନ୍ ଗାଇସ୍। ଜୟ ଜଗନ୍ନାଥ।